ଶେଷ ହୋଇଛି ଚଳିତ ବର୍ଷର ପାରାଦୀପ କଳିଙ୍ଗ ବାଲିଯାତ୍ରା। ଦୀର୍ଘ 8 ଦିନ ଧରି ଚାଲିଥିବା ଏହି ବାଲିଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଐତିହାସିକ ଉତ୍କଳୀୟ ନୌ ବାଣିଜ୍ୟର ପରମ୍ପରା ସହିତ ବିଭିନ୍ନ ରାଜ୍ୟର ନୃତ୍ୟ ଓ ଗୀତରେ ଝୁମିଥିଲେ ଦର୍ଶକ। ତେବେ ଚଳିତ ବର୍ଷ ଭଲ ବ୍ୟବସାୟ କରିଛନ୍ତି ଦୂର ଦୂରାନ୍ତରୁ ଆସିଥିବା ବ୍ୟବସାୟୀ। ମୁଁ ଆଜି କଳିଙ୍ଗ ବାଲିଯାତ୍ରା ପାରାଦୀପର ଅନ୍ତିମ ଦିବସ ଏ ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଯୋଗଦାନ କରିଥିବା ଯୋଗୁଁ ମୁଁ ବିଶେଷ ଆନନ୍ଦିତ ଏବଂ ଆପଣମାନେ ଜାଣନ୍ତି ଓଡ଼ିଶାର ବାଣିଜ୍ୟ ଓଡ଼ିଶାର କଳା ସଂସ୍କୃତି ଏବଂ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ବାଲିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମୁଁ ଏଠି ପହଞ୍ଚିବା ପରେ ମୁଁ ଦେଖିଲି ଆପଣମାନଙ୍କର ସମସ୍ତଙ୍କ ସହଯୋଗରେ ବାଲିଯାତ୍ରା ସଫଳ ହୋଇଛି ଏବଂ ପ୍ରତ୍ୟେକ ବର୍ଷ ଏ ବାଲିଯାତ୍ରା ପ୍ରତି ଜନସାଧାରଣ ଆକୃଷ୍ଟ ହେଉଛନ୍ତି ଏବଂ ଏହାର କଳେବର ବୃଦ୍ଧି ପାଉଛି। ମୁଁ ଆଶା କରିବି ଓଡ଼ିଶାର ପରମ୍ପରା ସାହିତ୍ୟ ବାଣିଜ୍ୟ ଏବଂ କଳା ସଂସ୍କୃତିକୁ ସୁରକ୍ଷା ଦେବା କ୍ଷେତ୍ରରେ ଏହି ଉତ୍ସବ ସହାୟକ ହେବ। ତେଣୁ ଆୟୋଜକମାନଙ୍କୁ ମୋ ତରଫରୁ ଧନ୍ୟବାଦ ଜଣାଉଛି। ପାରାଦୀପ ବନ୍ଦର ସ୍ରଷ୍ଟା ବିଜୁବାବୁ 1962 ପାରାଦୀପ ବନ୍ଦର ପ୍ରତିଷ୍ଠା କଲେ। 1942 ମସିହାରେ ସେ ଉତ୍କଳ ନୌବାଣିଜ୍ୟ ପରମ୍ପରାକୁ ସ୍ମୃତିଚାରଣ କରିବା ପାଇଁ ମନେ ପକାଇବା ପାଇଁ ପୋର୍ଟ ଭିତରୁ ପାରାଦୀପ ବନ୍ଦର ଭିତରୁ ବୋଇତ ବନ୍ଦନା କାର୍ଯ୍ୟକ୍ରମ ନିବେଦିତ ଆର୍ଯ୍ୟକୁ ବାଲିଦ୍ୱୀପକୁ ପଠାଇଥିଲେ ଏବଂ ସେହି ସ୍ମୃତିକୁ ଆହୁରି ସବୁଦିନ ପାଇଁ ମନେ ରଖିବା ପାଇଁ ଆମର ଉତ୍ତର ପିଢ଼ିଙ୍କ ପାଖରେ ପହଞ୍ଚାଇବା ପାଇଁ 43 ମସିହାରୁ ବିଜୁ ମଇଦାନ ବେଳାଭୂମିରେ କଳିଙ୍ଗ ବାଲିଯାତ୍ରା ଆରମ୍ଭ କରିଥିଲେ। ବିଜୁ ଆରମ୍ଭ କରିଥିଲେ, ଆଜି ପର୍ଯ୍ୟନ୍ତ କଣ୍ଟିନ୍ୟୁ କରୁଛି ଏବଂ ଏ ବର୍ଷ ମହାସମାରୋହରେ ଚାଲିଛି। ରାଜ୍ୟ ବାହାରୁ କଳାକାରମାନେ ତାଙ୍କର କଳା ସଂସ୍କୃତି ପ୍ରଦର୍ଶନ କରୁଛନ୍ତି। ରାଜ୍ୟ ବାହାରୁ ମଧ୍ୟ ଓ ରାଜ୍ୟ ଭିତରୁ ମଧ୍ୟ ବିଭିନ୍ନ ବ୍ୟବସାୟ ବାଣିଜ୍ୟ କେନ୍ଦ୍ରମାନ ଖୋଲିଛି, କିଣା ବିକା ଚାଲିଛି। ଏସ୍ଏଚ୍ଜି ମା ମାନେ ତାଙ୍କର ଷ୍ଟଲ୍ ଖୋଲିଛନ୍ତି, ବେପାର ବାଣିଜ୍ୟ କରୁଛନ୍ତି। ସେହି ଯେଉଁ ଉତ୍କଳ ନୌବାଣିଜ୍ୟ ପରମ୍ପରା ଏଠି ଆଜି ମଧ୍ୟ ପ୍ରତିଫଳିତ ହେଉଛି। କଳିଙ୍ଗ ବାଲିଯାତ୍ରାର ଶୁଭାରମ୍ଭ କରିଥିଲେ ପାରାଦୀପଠାରେ, ଯାହାକି ଆଜି ପର୍ଯ୍ୟନ୍ତ ଚାଲି ଆସିଛି। ମୁଁ ଆଶା କରୁଛି ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଆହୁରି ଆଗକୁ ଯିବ। ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମାନନୀୟ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପାରାଦୀପରେ ଯେଉଁ ଶିଳ୍ପର ବିକାଶ ହେଇଛି, ଯେଉଁ ସମୁଦ୍ର ବିକାଶ ହେଇଛି, ଏହି ଲୋକମାନେ ଏହି ସମୁଦ୍ର ବିକାଶରେ ସେମାନେ ଆହୁରି ଯୋଗ ଦିଅନ୍ତୁ, ଶିଳ୍ପ ବିକାଶରେ ଆହୁରି ଯୋଗ ଦିଅନ୍ତୁ ଏବଂ ଏହି ବାଲିଯାତ୍ରା ମାଧ୍ୟମରେ ଯେଉଁ ତାଙ୍କର କାର୍ଯ୍ୟକ୍ରମ ଯେଉଁ ହେଉଛି ସେହି କାର୍ଯ୍ୟକ୍ରମର ଉତ୍ତରୋତ୍ତର ଉନ୍ନତି କାମନା କରି ମୁଁ ତ ମୋର ବକ୍ତବ୍ୟ ମାଧ୍ୟମରେ ସମ୍ମାନୀୟ ଜିଲ୍ଲାପାଳ ମହୋଦୟଙ୍କୁ ମୁଁ ରିକ୍ୱେଷ୍ଟ ମଧ୍ୟ କରିଛି ଏବଂ ଚେୟାରମ୍ୟାନ୍ ମହୋଦୟ ପାରାଦୀପ ପୋର୍ଟର ତାଙ୍କୁ ମଧ୍ୟ ଅନୁରୋଧ କରିଛି, ଯେହେତୁ ସ୍ଥାନୀୟ ଲୋକମାନଙ୍କର ବହୁତ ଡିମାଣ୍ଡ ଅଛି। ଓର୍ମାସ ପକ୍ଷରୁ କରାଯାଇଥିବା ଷ୍ଟଲରେ 280 ସ୍ୱୟଂ ସହାୟକ ଗୋଷ୍ଠୀ 1,51,00,000 ଟଙ୍କାର ବ୍ୟବସାୟ କରିଛି। ତେବେ ଏହି ଉଦ୍ଯାପନୀ ଉତ୍ସବରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ପାରାଦୀପ ଇଫ୍କୋ ୟୁନିଟି ମୁଖ୍ୟ କେଜେ ପଟେଲ ପ୍ରମୁଖ ଯୋଗଦେଇ ଉତ୍କଳୀୟ ନୌ ବାଣିଜ୍ୟର ସ୍ମୃତି ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ଶେଷ ପର୍ଯ୍ୟାୟରେ ଉପନୀତ ହୋଇছে କଳିଙ୍ଗ ବାଲିଯାତ୍ରା ଆଜି ଶେଷ ସନ୍ଧ୍ୟା। ଦୀର୍ଘ 8 ଦିନ ଧରି ମାନନୀୟ ଜିଲ୍ଲାପାଳଙ୍କ ନେତୃତ୍ୱରେ ଅତି ଉତ୍ସାହ ସହିତ ଆନନ୍ଦ ସହିତ ଆମର ଏହି ବାଲିଯାତ୍ରା କାର୍ଯ୍ୟକ୍ରମ ଚାଲିଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ଆମ ଅଞ୍ଚଳ ଲୋକମାନେ ତାକୁ ଉପଭୋଗ କରିଛନ୍ତି। ବ୍ୟବସାୟ ବାଣିଜ୍ୟ ହୋଇଛି, ଆମେ ଅନେକ ପାରାଦୀପବାସୀ ଅନେକ ଖୁସି ଓ ଆନନ୍ଦିତ। ଏହି ବର୍ଷ ବାଲିଯାତ୍ରାର କଳେବର ବୃଦ୍ଧି କରାଯିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ତା ଭିତରୁ ଆପଣମାନେ ଜାଣିଛନ୍ତି ଓର୍ମାସର ବିଭିନ୍ନ ଷ୍ଟଲ୍ ଆପଣଙ୍କ ଅବଗତି ନିମନ୍ତେ କହି ରଖୁଛି, ପାଖାପାଖି 1.5 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିପଣନ ସାମଗ୍ରୀ କ୍ରୟ ବିକ୍ରୟ ହୋଇକରି ଗୋଟେ ରେକର୍ଡ ସୃଷ୍ଟି କରି ଏଥିରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ଅଧ୍ୟକ୍ଷତା କରିଥିଲେ। ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।